ଆସନ୍ତୁ ମୁଁ ଆପଣଙ୍କୁ ଆମ ଗାଁର ଏକ କାହାଣୀ କହିବି। ଏହା ଏକ ଏମିତି କାହାଣୀ ଯାହା ଆତଙ୍କରୁ ଆରମ୍ଭ ହୋଇଥିଲା, କିନ୍ତୁ ଏହାର ଶେଷ ଏକ ଅଦ୍ଭୁତ ପରିବର୍ତ୍ତନ ଆଣିଥିଲା। ଆଉ ଏ କାହାଣୀ ମୁଁ ନିଜେ ଦେଖିଛି, ନିଜେ ଅନୁଭବ କରିଛି, ଆମ ଗାଁର ମୁଖିଆ ହିସାବରେ। ସେହି ଶବ୍ଦ ଆଜି ବି ମୋ କାନରେ ଗୁଞ୍ଜରିତ ହୁଏ। ସେହି ଆତ୍ମାର ଚିତ୍କାର, ସମସ୍ତେ ମରିବ, ସମସ୍ତ ମରିବ। ବାସ୍ ସେଇଠୁ ହିଁ ଆରମ୍ଭ ହେଲା ଆମ ଗାଁ ଇତିହାସର ସବୁଠୁ ଅନ୍ଧକାରମୟ ସମୟ। ତେବେ ଚାଲନ୍ତୁ ମୁଁ ଆପଣଙ୍କୁ ସେହି ଦିନକୁ ନେଇ ଯାଉଛି। ସେହି ଦିନ ଯେଉଁଦିନ ଆମ ଗାଁର ଶାନ୍ତି ସବୁଦିନ ପାଇଁ ଛାରଖାର ହୋଇଯାଇଥିଲା ଆଉ ଆମେ ସମସ୍ତେ ଆତଙ୍କରେ ବୁଡ଼ି ଯାଇଥିଲୁ। ଦେଖନ୍ତୁ, ଆମର ସମସ୍ୟା କେବଳ ଗୋଟେ ଭୂତପ୍ରେତର କାହାଣୀ ନଥିଲା। ନା, ଏହା ଥିଲା ପ୍ରତିଶୋଧର ନିଆଁ। ଆମ ଉପରେ ଏକ କ୍ରୋଧିତ ଆତ୍ମା ଆକ୍ରମଣ କରିଥିଲା, ଆଉ ତାର ଏକମାତ୍ର ଲକ୍ଷ୍ୟ ଥିଲା ଆମ ଗାଁର ସମ୍ପୂର୍ଣ୍ଣ ବିନାଶ। ମୁଁ ଆଜି ବି ସେ ଦୃଶ୍ୟ ଭୁଲି ପାରିନି। ହାଟ ବଜାରରେ ହଠାତ୍ କୋଳାହଳ। ଲୋକ ଏଣେତେଣେ ଦୌଡ଼ୁଛନ୍ତି, ଚିତ୍କାର କରୁଛନ୍ତି ନିଜ ଜୀବନ ବଞ୍ଚେଇବା ପାଇଁ। ଖୁବ୍ ଶୀଘ୍ର ଆମେ ଜାଣିପାରିଲୁ ଯେ ଏହା ଆଉ କେହି ନୁହେଁ, ବରଂ ଜମିଦାରଙ୍କ ସ୍ତ୍ରୀଙ୍କ ଆତ୍ମା, ଆଉ ସେ ଆମ ସମସ୍ତଙ୍କୁ ଶେଷ କରିଦେବାକୁ ଚାହୁଁଥିଲେ। କିନ୍ତୁ ସେହି ଭୟ ଭିତରେ ଆମେ ଏକ ବଡ଼ ଭୁଲ କରି ବସିଲୁ। ଆମର ପ୍ରଥମ ପ୍ରୟାସ, ତାହା ପରିସ୍ଥିତିକୁ ସୁଧାରିବା ବଦଳରେ ଆହୁରି ଖରାପ କରିଦେଲା। ଆମର ଯୋଜନା କ'ଣ ଥିଲା ଜାଣନ୍ତି? ଆମେ ଭାବିଲୁ ଜୋରରେ ଡିଜେ ବଜେଇ ତାର ଚିତ୍କାରକୁ ଦବାଇ ଦେବ। କିନ୍ତୁ ଫଳ ପୂରା ଓଲଟା ହେଲା। ଆମର ସେହି ଶବ୍ଦ ତାର କ୍ରୋଧକୁ କମାଇବା ପରିବର୍ତ୍ତେ ଆହୁରି ବଢ଼େଇ ଦେଲା। ସେ ଆହୁରି ଶକ୍ତିଶାଳୀ ହୋଇଗଲା। ସେତିକିବେଳେ ମୁଁ ପାଟି କରି କହିଲି, ଡିଜେ ବନ୍ଦ କରରେ। ସେଇ ଗୋଟିଏ ମୁହୂର୍ତ୍ତରେ ଆମେ ସମସ୍ତେ ବୁଝିଗଲୁ, ଏ ରାସ୍ତା ଠିକ୍ ନୁହେଁ। ଆମକୁ ଆମର ଉପାୟ ବଦଳିବାକୁ ପଡ଼ିବ। ଆଉ ତାପରେ ଆମେ ଏକ ନୂଆ ରାସ୍ତା ପାଇଲୁ, ଏକ ପବିତ୍ର ଉପାୟ। ଆମେ ସଂଘର୍ଷ ଛାଡ଼ି ବୁଝାମଣାର ରାସ୍ତା ଆପଣାଇଲୁ। ଆମ ଭିତରେ ଗୋଟିଏ ପ୍ରଶ୍ନ ଉଠିଲା, ଯଦି ଆମେ ତାର ସ୍ୱରକୁ ଦବାଇବା ବଦଳରେ ତାର କଷ୍ଟକୁ ବୁଝିବାକୁ ଚେଷ୍ଟା କରିବା। ବାସ୍ ସେହି ଗୋଟିଏ ପ୍ରଶ୍ନ ହିଁ ସବୁକିଛି ବଦଳାଇ ଦେଲା। ଆମର ନୂଆ ଯୋଜନା ଏକଦମ ସ୍ପଷ୍ଟ ଥିଲା। ପ୍ରଥମେ ସବୁ ପ୍ରକାର ଶବ୍ଦ ଆଉ କୋଳାହଳ ବନ୍ଦ କରିବା। ଦ୍ୱିତୀୟରେ ଆମେ ତାର କଷ୍ଟକୁ ସ୍ୱୀକାର କଲୁ। ତାପରେ ଆମେ ପବିତ୍ର ଶିବତାଣ୍ଡବ ସ୍ତୋତ୍ର ବଜାଇଲୁ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ତାକୁ ପ୍ରକୃତ ଶାନ୍ତି ଅର୍ଥାତ୍ ମୁକ୍ତି ଦେବାକୁ ସ୍ଥିର କଲୁ। ଆଉ ଏହାର ପରିଣାମ? ସତ କହିବାକୁ ଗଲେ ଏହା ଆମ କଳ୍ପନାର ବାହାରେ ଥିଲା। ଯେତେବେଳେ ଆମେ ତାକୁ ଶାନ୍ତି ଅର୍ପଣ କଲୁ, ସେ ଆମ ସମସ୍ତଙ୍କୁ ଏକ ଉଜ୍ଜ୍ୱଳ ଭବିଷ୍ୟତର ଆଶୀର୍ବାଦ ଦେଲା। ଏଠାରେ ମୁକ୍ତିର ଅର୍ଥ ବୁଝିବା ନିହାତି ଜରୁରୀ। ଏହାର ଅର୍ଥ ହେଉଛି କୌଣସି ବ୍ୟଥିତ ଆତ୍ମାକୁ ତାର ସାଂସାରିକ କଷ୍ଟର ମୁକ୍ତ କରିବା, ତାକୁ ମୋକ୍ଷ ଦେବା। ଆମର ଉଦ୍ଦେଶ୍ୟ ତାକୁ ହରାଇବା ନଥିଲା, ବରଂ ତାର ଉଦ୍ଧାର କରିବା ଥିଲା। ଆଉ ଆଶ୍ଚର୍ଯ୍ୟଜନକ ଭାବେ ସେହି ପବିତ୍ର ସଙ୍ଗୀତ କାମ ଦେଲା। ଧୀରେ ଧୀରେ ତାର କ୍ରୋଧ ଶାନ୍ତ ହୋଇଗଲା, ଆଉ ଜୀବନରେ ପ୍ରଥମ ଥର ପାଇଁ ଆମେ ତା ସହିତ କଥାବାର୍ତ୍ତା କରିପାରିଲୁ। ଆଉ ସେତେବେଳେ ସେ କହିଲା, ମୋ ଆତ୍ମାକୁ ଶାନ୍ତି ମିଳିବ। ବାସ୍ ସେଇଠି ସେଇ ଭୟଙ୍କର ରାତିର ଅନ୍ତ ହେଲା, ଆଉ ଏକ ନୂଆ ଆରମ୍ଭ ହେଲା। ସେହି ଘଟଣା ଆମ ଗାଁ ପାଇଁ ଏକ ନୂଆ ସକାଳ ଆଣିଦେଲା। ଆଉ ଏହା ଥିଲା ସେହି ଆତ୍ମା ତରଫରୁ ଆମ ପାଇଁ ଏକ ଉପହାର। ସେ ଆମକୁ ପ୍ରତିଜ୍ଞା ଦେଲା, ତାର ଶାନ୍ତି ବଦଳରେ ଆମ ଗାଁକୁ ମିଳିବ ପିଲାମାନଙ୍କ ପାଇଁ ଏକ ନୂଆ ସ୍କୁଲ, ଏକ ଡାକ୍ତରଖାନା, ଆଉ ସମଗ୍ର ଗାଁ ପାଇଁ ସୁଖ ସମୃଦ୍ଧି। ତେବେ ଏହା ହିଁ ଆମର କାହାଣୀ। ଆମେ ଏକ ପ୍ରତିଶୋଧ ପରାୟଣ ଆତ୍ମାର ସାମ୍ନା କରିଥିଲୁ, ଆଉ ଶେଷରେ ଆମ ଗାଁ ପାଇଁ ଜଣେ ସବୁଠୁ ବଡ଼ ହିତାକାଂକ୍ଷୀ ପାଇଲୁ। ଏଥିରୁ ଆମେ ବୁଝିଲୁ ଯେ ପ୍ରକୃତ ଶକ୍ତି କ୍ରୋଧରେ ନୁହେଁ, ବରଂ କରୁଣାରେ ଥାଏ। ତେଣୁ ଏହି କାହାଣୀ ଶେଷରେ ଏକ ପ୍ରଶ୍ନ ଛାଡ଼ିଯାଏ, ପ୍ରକୃତ ଶକ୍ତି କେଉଁଥିରେ ଅଛି? ରାକ୍ଷସ ସହିତ ଲଢ଼ିବାରେ, ନା ତାର କଷ୍ଟକୁ ବୁଝିବାରେ?